ବନ୍ଧୁଗଣ ସ୍ୱାଗତମ। ଆମେ ଆଜି ଦୈନିକ ରାଶି ଫଳକୁ ନେଇ ମଙ୍ଗଳବାର 11 ତାରିଖ ନଭେମ୍ବର ମାସ 11 ତାରିଖ ମଙ୍ଗଳବାର ଦୈନିକ ରାଶି ଫଳ ଉପରେ ଏକ ବିଶଦ ଆଲୋଚନା କରିବା। ହଁ ବନ୍ଧୁ, ଆଜି ସୂର୍ଯ୍ୟାସ୍ତ 5ଟା 7 ପରେ, ଆଜି ଦିନମଣି ଅସ୍ତ ଯିବେ 5ଟା 7 ପରେ। ମନ୍ଦ ସମୟ ଆରମ୍ଭ ହେବ ଦିନ 2ଟା 19ରୁ, ସରିବ ଦିନ 3ଟା 42ରେ, ମାନେ 2ଟା 19ରୁ 3ଟା 42 ଯାଏ ମନ୍ଦ ସମୟ। ଏଇ ଦୁଇ ସମୟ ସୂର୍ଯ୍ୟାସ୍ତ ଏବଂ ମନ୍ଦ ସମୟ ଜାଣିଲେ ତେଣୁ ତା ପୂର୍ବରୁ ପ୍ରସ୍ତୁତ ହେବା। ଆଜି ମଙ୍ଗଳବାର ନଭେମ୍ବର 11 ତାରିଖ, ଘାତ ବାର ମକର ରାଶିର। ଘାତ ବାର ମକର ରାଶିର ଘାତ ତାରା ଆରମ୍ଭ ହେବ ମୀନ ରାଶିର ସନ୍ଧ୍ୟା 7ଟା 18 ପରେ। ସନ୍ଧ୍ୟା 7ଟା 18 ପରେ ମୀନ ରାଶିର ଘାତ ତାରା ଆରମ୍ଭ ହେବ। ଆଉ ଘାତ ଚନ୍ଦ୍ର ବା ଘାତ ବାର ଆଜି କିଛି ନାହିଁ, କିନ୍ତୁ ଆସନ୍ତା କାଲି ପାଇଁ ଖାଲି ଘାତ ଘାତ ଘାତ। ହଁ ବନ୍ଧୁ, ଆମେ ଏବେ ରାଶି ଫଳକୁ ନେଇ ଆରମ୍ଭ କରିବା। ଆଦ୍ୟ ରାଶି, ଆଜି ମଙ୍ଗଳବାର, ମେଷ ରାଶିର ଅଧିପତି ମଙ୍ଗଳ। ତେଣୁ ମେଷ ରାଶିର ମଙ୍ଗଳ ହବ ତ। ମଙ୍ଗଳବାର, ମେଷର ଅଧିପତି ବି ମଙ୍ଗଳ। ତେବେ ମଙ୍ଗଳ ଅଧୀନରେ ଥିବା ମେଷ ରାଶିର ଭାଗ୍ୟ କ'ଣ? ନଭେମ୍ବର 11 ତାରିଖ ମଙ୍ଗଳବାର, ମେଷ ରାଶି, କୃତ୍ତିକା ନକ୍ଷତ୍ରର ସନ୍ଧ୍ୟା 6ଟା 15ରୁ ଅଶୁଭ କାଳ ଆରମ୍ଭ ହେବ। ବୋଇଲେ ଅଶୁଭ ମାନେ ଦେହ ଅଧିକ ଖରାପ ହେବ। ପୂର୍ବ ଦିନରୁ ତ ଦେହ ଖରାପ ଟିକେ ଅଛି ନା, ସିଏ ହୁଏତ ଘମିର ହେଇପାରେ ବା ବଡ଼ ବଥ ହେଇପାରେ। ତେଣୁ ଦେହ ଅଧିକ ଖରାପ ହେବ। ରାତି କଥା ସାବଧାନତା ଅବଲମ୍ବନ କରିବା ଉଚିତ। ରବିବାର ଠାରୁ ଦେହ ଖରାପ ଅଛି। ଆଜି ବି ପୂର୍ବ ଭଳି ଶାରୀରିକ ସମସ୍ୟା ଲାଗିବ। ଏ ଅସମୟରେ ବନ୍ଧୁ ମନାନ୍ତର ଅଧିକ କଷ୍ଟ ଦେବ। ପ୍ରିୟ ଲୋକ ପାଖକୁ ଆସିବେନି। ଯିଏ ଆସିବେ ସିଏ ତୁମ ସହିତ ଯୁକ୍ତି କରିବେ, ମନାନ୍ତର ହେବ। ମନାନ୍ତର କାହିଁକି ହୁଏ ନା, ମତାନ୍ତରରୁ ମନାନ୍ତର। ଚାରିତ୍ରିକ ନିନ୍ଦା ଶୁଣି ଭାରି ବ୍ୟଥିତ ହେବେ, କଷ୍ଟ ଲାଗିବ। ଆପଣଙ୍କ ଚରିତ୍ରରେ କିଛି ଦୋଷ ତ୍ରୁଟି ଅଛି ବୋଲି ସେମାନେ ସୂଚାଇ ଦେବେ, ତାହା ଶୁଣିବି କଷ୍ଟ ଲାଗିବ। ମୋଟାମୋଟି ମେଷ ରାଶି ପାଇଁ ଆଜି ଆଦୌ ଭଲ ଦିନ ନୁହେଁ। ଏବେ ବୃଷ କଥା ଶୁଣିବା। ମଙ୍ଗଳବାର ନଭେମ୍ବର 11 ତାରିଖ, ବୃଷ ରାଶି, କୃତ୍ତିକା ଓ ମୃଗଶିରା 2 ନକ୍ଷତ୍ର, କୃତ୍ତିକା ଓ ମୃଗଶିରା 2 ନକ୍ଷତ୍ରର ସନ୍ଧ୍ୟା 6ଟା 15ରୁ ଅଶୁଭ ସମୟ ଆରମ୍ଭ ହେବ। ଏହି 2 ନକ୍ଷତ୍ରର ସନ୍ଧ୍ୟା 6ଟା 15ରୁ ଅଶୁଭ ସମୟ ଆରମ୍ଭ ହେବ, ମାନେ ଏ ଯାଏ ହେଉଥିବା ଆୟ ରୋଜଗାର କମିଯିବ। ବଢ଼ିଆ ଦିନ ଆଜି ବୃଷ ରାଶିର। ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭଲ ଆୟ ରୋଜଗାର କରିବେ ଏଇ 2 ନକ୍ଷତ୍ର। କିଏ ନା, କୃତ୍ତିକା ଓ ମୃଗଶିରା। ରୋହିଣୀ ତ କରିବ ଦିନ ସାରା, କିନ୍ତୁ ଏ 2 ଜଣଙ୍କର ଆୟ କମିଯିବ, ମାନ୍ଦା ହେବ। ଅନ୍ୟଥା ବୃଷ ରାଶି ପାଇଁ ଆଜି ଶୁଭ ଦିନ। ଭାଇ ଭଉଣୀଙ୍କ ସହିତ ମଧୁର ସମ୍ପର୍କ ରହିବ। ପାରିବାରିକ ସୁଖ ମିଳିବ। ରୋଜଗାର ଭଲ ହେବ। ଶରୀର ଠିକ୍ଠାକ୍ ରହିବ। ଆଉ ସମାଜରେ ଟିକେ ନାଁ ହେବ।
ଲୌକିକ ସୁଖ ଶାନ୍ତି ପାଇ ଖୁସି ରହିବେ। ମେଷର ଶାରୀରିକ ଅସୁବିଧା ଫଲଦିନ ନୁହଁ, ବୃଷର ସବୁ ପ୍ରକାର ଶୁଭ। ମଙ୍ଗଳବାର ନଭେମ୍ବର 11 ତାରିଖ ମିଥୁନ ରାଶିଗତ ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଦୁହିଁଙ୍କର ସନ୍ଧ୍ୟା 6ଟା 15ରୁ ଅଶୁଭ ସମୟ ଆସିବ। ମିଥୁନ ରାଶିର 2 ନକ୍ଷତ୍ର ମୃଗଶିରା ଓ ପୁନର୍ବସୁ 2 ନକ୍ଷତ୍ରଙ୍କର ସନ୍ଧ୍ୟା 6ଟା 15ରୁ ଅଶୁଭ ସମୟ ଆସିବ। ମାନେ ମନ ଅଧିକ ଅଧୀର ହେବ, ମନ ଟିକେ ବ୍ୟାକୁଳ ଚଞ୍ଚଳ ହେବାର ଯୋଗ ଅଛି। ଆଜି କୌଣସି ଘଟଣା ଦୁର୍ଘଟଣା ଘଟିଯାଇଛି ବା ସନ୍ଦେହ ଅଛି କ'ଣ ଘଟିପାରେ, ଜ୍ୟୋତିଷ କହିଛନ୍ତି, କେହି ଗୋଟେ କହିଦେଇଛନ୍ତି। ତେଣୁ ମନ ଅସ୍ଥିର ହେବ, ଅଧୀର ହେବ। ବିଚଳିତ ମନକୁ ବୋଧ କରିବା ପାଇଁ ନିରନ୍ତର କ'ଣ କରିବା? ଓମ୍, ଏଇ ଓଙ୍କାର କରନ୍ତୁ, ନିରନ୍ତର ଓଙ୍କାର କରନ୍ତୁ। ଓଙ୍କାର ଧ୍ୱନି କଲେ ମନ ଶାନ୍ତ ହେବ। ଆଜି ମିଥୁନ ପାଖକୁ ଆବଶ୍ୟକୀୟ ଧନ ଆସିବ। ଧନ ଆସିଲେ ବି ଅଶାନ୍ତ ବୋଧ ହେବ। ଜୀବନ ଖାଲି ଖାଲି ଲାଗିବ, ଭାରି ଚିଡ଼ଚିଡ଼ା ଲାଗିବ, ଚିଡ଼ଚିଡ଼ା। ଯିଏ ଯାହା କହିଲେ ବି, ଯିଏ ଯାହା କରିଲେ ବି, ଯିଏ ଯାହା ଶୁଣାଇଲେ ବି ମନକୁ ଭଲ ଲାଗିବନି। ମନ ଖାଲି ଚିଡ଼ଚିଡ଼ା ହେବ, ବିଗିଡ଼ି ଯିବ। ହଁ, ମନ ବ୍ୟାକୁଳ। ମଙ୍ଗଳବାର ନଭେମ୍ବର 11 ତାରିଖ କର୍କଟ ରାଶି। ମଙ୍ଗଳବାର ନଭେମ୍ବର 11 ତାରିଖ କର୍କଟ ରାଶି। ପୁନର୍ବସୁ ଅଶ୍ଳେଷା, ପୁନର୍ବସୁ ଅଶ୍ଳେଷା ଏଇ 2 ନକ୍ଷତ୍ର ପାଇଁ ସନ୍ଧ୍ୟା 6ଟା 20ରୁ ଅଶୁଭ ସମୟ ଆରମ୍ଭ ହେବ। ଏଠି ଅଶୁଭ କ'ଣ? ମାନେ କ୍ଷଣକୋପି ଲୋକେ ସାମୟିକ ବେତଣ୍ଡା କରି ମାନସିକ ଆଉ ପାରିବାରିକ ଶାନ୍ତି ଭଙ୍ଗ କରିବେ। କର୍କଟ ରାଶିର ଏଇ ପୁନର୍ବସୁ ଆଉ ଅଶ୍ଳେଷା ଏଇ 2 ନକ୍ଷତ୍ରରୁ ଯେଉଁମାନେ କ୍ଷଣକୋପି ଦୁର୍ବାସା, ସେଇମାନେ ବେତଣ୍ଡା କରି ଲୌକିକ, ପାରିବାରିକ ଆଉ ସାମାଜିକ ଅଶାନ୍ତି ସୃଷ୍ଟି କରିବେ। ଆଉ ପାରିବାରିକ ଶାନ୍ତି ଭଙ୍ଗ ହେବ। ଆଜି ଦିନ ସାରା କର୍କଟ ପାଇଁ ଶୁଭ ଦିନ ହେଲେ ବି ଏଇ ଗଣ୍ଡଗୋଳିଆ ପରିସ୍ଥିତି ପାଇଁ ମନ ଟିକେ ଦୁଃଖ ହେବ। ଦେହ ସୁସ୍ଥ ରହିବ, ଲୌକିକ ସୁଖ ଓ ଶାନ୍ତି ମିଳିବ, କୌଣସି ସମସ୍ୟା ନାହିଁ। କର୍କଟ ପାଇଁ ସେମିତି କିଛି ଉଚ୍ଚକୋଟୀର ଦିନ ଆଜି ନୁହଁ। ବିଶେଷ କିଛି ଶୁଭ ହେବନି, ଆଦୌ ଅଶୁଭ ହେବନି, ଦେହ ମୁଣ୍ଡ ଖରାପ ହେବନି, ଅଶାନ୍ତ ବୋଧ ହେବନି। କିନ୍ତୁ ଯେଉଁମାନେ ଟିକେ ଟଙ୍ଗ 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 କଥା ମାତ୍ରକେ ରାଗିଯାଆନ୍ତି, ସେଇମାନଙ୍କ ପାଇଁ ଟିକେ ପାରିବାରିକ ଶାନ୍ତି ଭଙ୍ଗ ହେବ, ନହେଲେ ଆଉ ସବୁ ଭଲ। ମଙ୍ଗଳବାର ନଭେମ୍ବର 11 ତାରିଖ ସିଂହ ରାଶି ପାଇଁ ଉତ୍ତର ଫାଲ୍ଗୁନ ନକ୍ଷତ୍ରର ସନ୍ଧ୍ୟା 6ଟା 15ରୁ ଅଶୁଭ ସମୟ ଆରମ୍ଭ ହେବ। ଉତ୍ତର ଫାଲ୍ଗୁନି ସିଂହ ରାଶି ପାଇଁ ଟିକେ ଅଶୁଭ ହେବ। ମାନେ ଦାହିକ ଯନ୍ତ୍ରଣା ବଢ଼ିଯିବ, ଦେହ ଟିକେ ଅଧିକ ପୀଡ଼ା ଦେବ। କାରଣ ସେ ଅସୁସ୍ଥ ଅଛନ୍ତି, ବ୍ୟୟଭାର ବଢ଼ିଯିବ, ବ୍ୟୟଭାର ବାନ୍ଧିବ, ଏଥିନେଇ ମୁଣ୍ଡ ବ୍ୟଥା ହେବ। ସିଂହ ରାଶି ପାଇଁ ଆଜି ଆଦୌ ଶୁଭ ଦିନ ନୁହେଁ। ମଙ୍ଗଳବାର ସିଂହ ରାଶି ପାଇଁ ଆଦୌ ଶୁଭ ଦିନ ନୁହେଁ। ସମସ୍ତ ପୁରୁଣା ରୋଗ ଆଜି ମୁଣ୍ଡ ଟେକିବ, ଅସ୍ତବ୍ୟସ୍ତ କରିବ, ପାରିବାରିକ ଶାନ୍ତି ଭଙ୍ଗ ହେବ। ତେଣୁ ଏଇ ଯେଉଁ ଉତ୍ତର ଫାଲ୍ଗୁନି ନକ୍ଷତ୍ର, ସିଏ ଯଦି ପୁରୁଣା ରୋଗୀଙ୍କର ହେଇଥାଏ, ରାତି କଥା ଟିକେ ଚିକିତ୍ସକଙ୍କ ସହ ଆଲୋଚନା କରିଦେଲେ ଭଲ। ନହେଲେ ମେଡ଼ିକାଲ ନେଇଗଲେ ଭଲ ଆଗରୁ, ନହେଲେ ସମସ୍ୟା ବଡ଼ ଗୁରୁତର ହେବ। ସିଂହ ରାଶି ଉତ୍ତର ଫାଲ୍ଗୁନି ନକ୍ଷତ୍ର ପାଇଁ କହିଲି। ମଙ୍ଗଳବାର ନଭେମ୍ବର 11 ତାରିଖ କନ୍ୟା ରାଶିର ଉତ୍ତର ଫାଲ୍ଗୁନି ଓ ଚିତ୍ରା। ସିଂହ ପାଇଁ ଉତ୍ତର ଫାଲ୍ଗୁନି, କନ୍ୟା ପାଇଁ ଉତ୍ତର ଫାଲ୍ଗୁନି।
ସିଂହ ପାଇଁ ଉତ୍ତର ଫାଲ୍ଗୁଣୀ ଅସୁସ୍ଥ, କିନ୍ତୁ କନ୍ୟା ପାଇଁ ଉତ୍ତର ଫାଲ୍ଗୁଣୀ ଅସୁସ୍ଥ ନୁହେଁ। ଏଇ ଦୁଇ ନକ୍ଷତ୍ରଙ୍କର 6:20 ପରେ ଅଶୁଭ ସମୟ ଆସିବ। କନ୍ୟା ରାଶି କଥା ମୁଁ କହୁଛି। କନ୍ୟା ରାଶିର ଉତ୍ତର ଫାଲ୍ଗୁଣୀ ଆଉ ଚିତ୍ରା ନକ୍ଷତ୍ରଙ୍କର ଅଶୁଭ ସମୟ ଆସିବ। ମାନେ ଏଠି ଦେହ ମୁଣ୍ଡ ଖରାପ ହେବନି। କ'ଣ ହେବ ନା ଆୟ ରୋଜଗାର ଟିକେ କମିଯିବ। ବଢ଼ିଆ ରୋଜଗାର ଆଜି ହେବ। କନ୍ୟା ରାଶିର ଭଲ ଆୟ ହେବ, ଭଲ ରୋଜଗାର ହେବ। କିନ୍ତୁ ଏଇ ଉତ୍ତର ଫାଲ୍ଗୁଣୀ ଆଉ ଚିତ୍ରାଙ୍କର ସନ୍ଧ୍ୟା 6:20 ପରେ ଏଇଠି ଟିକେ ମାନ୍ଦା ହେବ, ଆୟ ଟିକେ ମାନ୍ଦା ହେବ, ମନ ଟିକେ ଦୁଃଖ ହେବ। ଆଉ କ'ଣ, ପଇସା ହାତରୁ ତ ଖସିଯିବ, କମିଯିବ, କଷ୍ଟ ହେବ। ଆଉ ବାକି ତକ ଭଲ, ଆଉ ସବୁ ଭଲ। ବ୍ୟବସାୟୀଙ୍କର ଲାଭ କମିଯିବ। ଯଦି ଏଇ ଉତ୍ତର ଫାଲ୍ଗୁଣୀ ଆଉ ଚିତ୍ରା ନକ୍ଷତ୍ର ବିଶିଷ୍ଟ ବ୍ୟବସାୟୀ ଥିବେ, ତାଙ୍କର ସେ ପର୍ଯ୍ୟନ୍ତ ବଢ଼ିଆ ଲାଭ ହେଉଥିବ, ଗ୍ରାହକ ବଢ଼ିଆ ଆସୁଥିବେ। ତାପରେ ସେମାନେ ଟିକେ ଗ୍ରାହକମାନେ ଆସିବା କମିଯିବ, ବ୍ୟବସାୟ ଟିକେ ମାନ୍ଦା ହେବ, ଲାଭ କମିଯିବ। କାରଣ ଆଜି କନ୍ୟା ରାଶି ପାଇଁ ନାନା ଉପାୟରେ, ନାନା ରୂପରେ ବିବିଧ ଆୟ ହେବ। ନାନା ଉପାୟରେ ଆୟ ହେବ, ନାନା ରୂପରେ ଆୟ ହେବ। ହଁ, ଗୋଟେ ଲୋକ କାଲି ମୋତେ କହିଲେ, ଆଜ୍ଞା ଆପଣ ନାନା କଥା କହୁଛନ୍ତି, ମୋ ପାଇଁ ଲାଗୁଛି କ'ଣ ନା ମୋର ନଡ଼ିଆ ଗଛ, ନଡ଼ିଆ ବିକ୍ରି କରୁଛି, ମାଛ ପୋଖରୀ, ମାଛ ବିକ୍ରି କରୁଛି, ଦୁହାଁଳିଆ ଗାଈ ଗୋଠରେ କ୍ଷୀର ବିକ୍ରି କରୁଛି, ଆଉ ତା ଛଡ଼ା ଅନ୍ୟାନ୍ୟ ସବୁ ଅଛି। ଆଉ ସବୁ କଥା ଆପଣଙ୍କୁ କହିବି କାହିଁକି। ମାନେ ଏମିତି ନାନା ଉପାୟରେ, ନାନା ରୂପରେ, ନାନାବିଧ ଜିନିଷ ଘରକୁ ଆସିବ, ହାତକୁ ଆସିବ। ମୋଟାମୋଟି ଭାବରେ କନ୍ୟା ରାଶି ପାଇଁ ଆଜି ଭଲ ଦିନ। ନୂଆ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପିତ ହେବ। ହଁ, ପୁଅ ଝିଅ ଥିଲେ ନୂଆ ବନ୍ଧୁତ୍ୱ ମିଳିବେ। ଆଉ ଏବେ ଦେଖିବା ତୁଳା ରାଶି କଥା। ମଙ୍ଗଳବାର ନଭେମ୍ବର 11 ତାରିଖ ତୁଳା ରାଶିର ଚିତ୍ରା ଓ ବିଶାଖା ନକ୍ଷତ୍ର ଦ୍ୱୟର ଅଶୁଭ ସମୟ ଆରମ୍ଭ ହେବ। ମାନେ ସନ୍ଧ୍ୟା 6:20ରୁ କର୍ମ କ୍ଷେତ୍ରରୁ ମିଳୁଥିବା ଧନ, ଯଶ, ଆନନ୍ଦ, ଶାନ୍ତି ପ୍ରଭୃତି କମିଯିବ। ଭଲ ଦିନ ନା ଆଜି ତୁଳା ରାଶିର ବଢ଼ିଆ ଦିନ। ସବୁ ତାଙ୍କୁ କ'ଣ କ'ଣ ମିଳିବ ଆଜି ନା ଧନ, ଯଶ, ଆନନ୍ଦ, ଶାନ୍ତି। ମାନେ ସମସ୍ତ ଲୌକିକ ସୁଖ ମିଳିବ ଆଜି ତୁଳା ରାଶିଙ୍କୁ। କିନ୍ତୁ ସନ୍ଧ୍ୟା 6:20 ପରେ ଚିତ୍ରା ଓ ବିଶାଖା ନକ୍ଷତ୍ର ଦ୍ୱୟଙ୍କର ଅଶୁଭ ସମୟ ଆରମ୍ଭ ହେବ। ମାନେ ସେମାନେ କର୍ମକ୍ଷେତ୍ରରୁ ଯେଉଁ ଧନ, ଯଶ, ଆନନ୍ଦ, ଶାନ୍ତି ପ୍ରଭୃତି ପାଉଥିଲେ ତାହା କମିଯିବ। ନହେଲେ ତୁଳା ରାଶି ପାଇଁ ଆଜି ଏକ ବଢ଼ିଆ ଦିନ, ଭଲ ଦିନ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ, ଆୟ ଯଥେଷ୍ଟ ବେଶୀ ହେବ, ସାମାଜିକ ସଦ୍ଭାବ ବଢ଼ିବ, ନୈତିକ ଚିନ୍ତାଧାରା ମନକୁ ଆସିବ। ଆଉ ନୈତିକ ଚିନ୍ତାଧାରା ଆସିବାରୁ ଯେଉଁ ଅଧୋପତନ ହେଉଥିଲା, ଚାରିତ୍ରିକ ଅଧୋପତନ ହେଉଥିଲା, ତାହା ଆଉ ହେବନି। ସୁଖ ଶାନ୍ତିରେ ଦିନ ଯିବ। କିଏ ଲୋକ ଆଙ୍ଗୁଠି ଦେଖେଇକରି ଥଟ୍ଟା ପରିହାସ କରୁଥିଲେ, ତାଙ୍କ ମୁହଁ ବନ୍ଦ। ହଁ ଭାଇ, ଶୁଣିବା ବିଛା କଥା। ମଙ୍ଗଳବାର ନଭେମ୍ବର 11 ତାରିଖ ବିଛା ରାଶି ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଦ୍ୱୟଙ୍କର ଅଶୁଭ ସମୟ ଆରମ୍ଭ ହେବ। ସନ୍ଧ୍ୟା 6:15ରୁ ଅଶୁଭ ସମୟ ଆରମ୍ଭ ହେବ। ମାନେ ଅଧିକ ଅପମାନ ମିଳିବ। ବିଛା ପାଇଁ ଆଜି ଭଲ ଦିନ ନୁହଁ। କଥା କହିଲେ ଲୋକ ଥଟ୍ଟା କରିବେ, ପରାମର୍ଶ ଦେଲେ କଥାଟା ବୁମେରାଙ୍ଗ ହେବ। ବୁମେରାଙ୍ଗ ଜାଣିପାରୁନାହାନ୍ତି? ଆମାଜନ ନଦୀ କୂଳରେ ଗୋଟେ ଜାତିର ଲୋକ ବାସ କରନ୍ତି, ତାଙ୍କୁ ନିଗ୍ରୋ କୁହାଯାଏ। ସେମାନେ ଖର୍ବକାୟ, ଗୁଡ଼ ଆଉ କଦଳୀ ତାଙ୍କର ଖାଦ୍ୟ। ସେମାନେ ଗଛ ଉପରେ ମଞ୍ଚା କରି ବଞ୍ଚନ୍ତି। ସେମାନେ ଶିକାର ପାଇଁ ଗୋଟିଏ ଅସ୍ତ୍ର ତିଆରି କରିଥାନ୍ତି, ତା ଫୋପାଡ଼ନ୍ତି। ପଶୁ ଠେଇଁ ବା ପକ୍ଷୀ ଠେଇଁ ସେଠି ବାଜିବ ତ ଭଲ, ନ ବାଜିବ ତାଙ୍କ ଆଡ଼କୁ ଫେରି ଆସିବ। ସେମାନେ ଆଉ ସେ ଜିନିଷ ଖୋଜି ଯିବେନି। ମାନେ ଆମେ ଯେଉଁ ଜିନିଷଟା ପ୍ରୟୋଗ କରିବା ତା ଆମ ପାଖକୁ ଫେରି ଆସିବା, ସେଟା ହେଉଛି ବୁମେରାଙ୍ଗ।
आमे जो कथा दीपद मु तुमको कौन कहली बाबू कौन खाइच तब कह तमें कौन उपास अछ कि ये कष्ट हेनी बाबू आज दिन भले भले गला तो तुम खराब गला कि बापरे बाप कि टेम्पर यहाँ हूँ बुमेरा आ परीक्षा बाहर पास कल तुम तो प्राय फेल हुआ एमती जो कथबार्ता है भारी कष्ट हो यहाँ हम आजिका बिछा राशि तेणु आम आज बिछा राशि लोक मैंने चुप रहा उपरे पड़ी क्या किसी कहबानी परामर्श दबानी उपदेश दबानी हाँ अभाव असुविधा थिले भी क्या पाखे हाथ पातबानी धार मागिबानी उधार मागिबानी भारी कष्ट हम उपास रही सीना क्या पाखे आम गोड़ भागे ठिया ही मागिबानी किसी तेणु मंगलवार नवेम्बर 11 तारिख बिछा राशि विशाखा अज्येष्ठा नक्षत्र द्वयंकर अशुभ समय आरंभ हेब अर्थात अधिक अपमान मिलिब एणु मुहरे तुंडी बांधी तुंडी मास न मुहरे तुंडी बांधी रहिबा उचित कारण आज बिछा पाई निजे निजर अमंगल चाहूथिले काहाकु किछि उपदेश दियंतु किछि परामर्श दियंतु ऊपर पड़ी कहंतु क्या धार मागंतु क्या गोड़ बागे ठिया हंतु बोले जानी शुणिक निजे निजर क्षति करंतु एथिपाई कुआगला आज चुप क्या दियंतुनी उपदेश कि परामर्श क्या पाखे गोड़ भांगी ठिया हंतुनी धार मागंतुनी हाँ चुप रहिले भल बिछा राशि चुप रहिले भल नीरवता पालन कले भल नहले पार्टी खोलले झगड़ा मंगलवार नवेम्बर 11 तारिख धनु राशि उत्तराषाढ़ा नक्षत्र संध्या 6:15 अशुभ काल आरंभ हेब कथाटा भल संध्या 6:15 अशुभ काल आरंभ हेब राति कथा सावधानता अवलंबन न कले कष्ट माने देह अति अधिक खराब हेब उत्तराषाढ़ा नक्षत्र धनु राशि उत्तराषाढ़ नक्षत्र देह टिके अधिक खराब हेब राति कथा सावधान जेणु धनु राशि पाई आज टिके अशुभ समय अधिक असुस्थ हेबे पुराणा रोग थिले मुंड टेकिब पुराणा रोगी थिले माने कथाटा टिके मन को पाऊनी जदि से रोगी उत्तराषाढ़ा नक्षत्र विशिष्ट ताकू तुरंत मेडिकल ले जातु राति कथा नहले कौन हो तेणु सावधान जीवन संकटापन्न अच्छी मंगलवार नवेम्बर 11 तारिख मकर राशि धनिष्ठा नक्षत्र पाई अशुभ समय आरंभ हेब धनिष्ठा नक्षत्र अशुभ समय आरंभ हेब संध्या 6:20 कथरा भल खराब नुह हाँ कारण आय रोजगार कमिजिव धनिष्ठा नक्षत्र मकर राशि आय रोजगार कमिजिव व्यवसायी लाभ रे बाधा आसीबो नहेले मकर राशि पाई आज दिन एक प्रकार शुभ शांति मंगलकर अटे जाति धर्म वर्ण निर्विशेष बयस चिंता नकरी महालक्ष्मी आज पाखक आसवे समस्त वृत्तिधारी मानकर समस्त सेवाकारी मानकर समस्त चाकरिया मानकर कृषक मानकर चिकित्सक मानकर वकील मानकर और शिक्षक मानकर आवश्यकता ठारू अधिक आय हेब आवश्यकता ठारू अधिक आय हेब एवं सेमान समस्ते खुशी हेबे व्ययर प्रश्न नाही खाली आसीबो जीवनी तेणु आज मोटामोटी भाव भल दिन बास एबे मंगलवार नवेम्बर 11 तारिख कुंभ राशि शतभिषा नक्षत्र संध्या 6:20 ठारू अशुभ समय आरंभ हेब शतभिषा कुंभर अशुभ समय आरंभ हेब माने भल खबर खराब नुह कौन हम ना आगुरु हेउथिबा लाभरे बाधा सृष्टि हेब कुंभ राशि आज भल दिन तेणु केवल शतभिषा नक्षत्र टिके असुविधा आरंभ हो यदि व्यवसायी होइथिबे बाधिब
ଲାଭ କମିଯିବ। ବୃତ୍ତିଧାରୀମାନଙ୍କର ଯେଉଁମାନଙ୍କର ହାତକୁ ନଗଦ ପଇସା ଆସୁଛି ସେମାନଙ୍କୁ ଟିକେ ବାଧିବ ଯଦି ସେ ହେଇଥିବେ ଶତବିଶା ନକ୍ଷତ୍ର ବ୍ୟକ୍ତି କୁମ୍ଭ ରାଶି। ଆଜି କୁମ୍ଭ ରାଶି ପାଇଁ ଲାଭଦାୟକ ଦିନ। ବ୍ୟକ୍ତି ପାଇଁ ସନ୍ତାନ ସୁଖ ଆଉ କ'ଣ ଆସିବ ନା ସନ୍ତାନ ସୁଖ, ବିଦ୍ୟା, ଆଶୀର୍ବାଦ, ଭୂମି, ସ୍ୱର୍ଣ୍ଣ, ରୌପ୍ୟ, ପଦବୀ, ଯଶ, ପ୍ରଶଂସା, ଧର୍ମ ଆଦି। ଜଣେ ଗୋଟେ ବ୍ୟକ୍ତି ପାଇଁ, ଜଣେ ଲୋକ ପାଇଁ ଯାହା ଯାହା ଆବଶ୍ୟକ ତାକୁ କୁହନ୍ତି ଲୌକିକ ସୁଖ, ପାରିବାରିକ ସୁଖ, ସାମାଜିକ ସୁଖ। ଏହିସବୁ ସୁଖ ଆଜି କୁମ୍ଭ ରାଶିକି ମିଳିବ, ଯଥା ସନ୍ତାନ ସୁଖ ଆଉ ପାରିବାରିକ ସୁଖ, ବିଦ୍ୟା, ଆଶୀର୍ବାଦ, ଭୂମି, ସ୍ୱର୍ଣ୍ଣ, ରୌପ୍ୟ, ପଦବୀ, ଯଶ, ପ୍ରଶଂସା, ଧର୍ମ ଆଦି ନାନାବିଧ ସୁଖ ଲାଭ ହେବ। ଆଜି କୁମ୍ଭ ରାଶିର ବହୁତ ଦିନ ହେଲା ସେମାନେ ଶାରୀରିକ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ପ୍ରଭୁ ଆଜି ଗୋଟିଏ ଦିନ ପାଇଁ ଟିକେ ଦୟା କରିବେ। ଏବେ ଦେଖିବା ମୀନ ରାଶି କଥା। ଆଚ୍ଛା, ମଙ୍ଗଳବାର ନଭେମ୍ବର 11 ତାରିଖ ମୀନ ରାଶିର ରେବତୀ ନକ୍ଷତ୍ରର ସନ୍ଧ୍ୟା 6:20ରୁ ଅଶୁଭ କାଳ ଆରମ୍ଭ ହେବ। ରେବତୀ ନକ୍ଷତ୍ର ଲାଷ୍ଟ ନକ୍ଷତ୍ର, ଅଶୁଭ କାଳ ଆରମ୍ଭ ହେବ। ସକାଳ ପହରୁ ମିଳୁଥିବା ବିବିଧ ସୁଖ ଆଉ ମିଳିବନି। ଭଲ ଦିନ ଆଉ କ'ଣ? ମୀନ ରାଶିର ଭଲ ଦିନ ଆଉ କ'ଣ? କେବଳ ରେବତୀର ଟିକେ ଖରାପ, 6:20 ପରେ ଆଉ ସେ ସୁଖ ମିଳିବନି। କାରଣ ମୀନ ରାଶି ପାଇଁ ଆଜି ଏକ ସୁଖକର ଦିବସ। ମନ୍ଦିର ପାଖରେ ସବୁଠୁ ଭିକାରୀ ବେଶୀ କେଉଁଠି ଥାନ୍ତି? ମନ୍ଦିରରେ। କିଛି ଥାନ୍ତି ବାହାରେ କଂସା ହଲେଇ କହନ୍ତି ଦିଅ ଦିଅ ଦିଅ, କିଛି ଥାନ୍ତି ଭିତରେ ସେ ମନେ ମନେ ମାଗୁଥାନ୍ତି। ମନ୍ଦିର ହେଉଛି ଭିକ୍ଷୁକଙ୍କର ସ୍ଥାନ। ଭିତରେ ଥାନ୍ତି ବଡ଼ ଭିକାରୀ, ବାହାରେ ଥାନ୍ତି ଛୋଟ ଭିକାରୀ। ତେଣୁ ମନ୍ଦିର ପାଖରେ ଦେଖିଥିବେ ବାହାରେ ଭିକାରୀ, ଭିତରେ ଭିକାରୀ। ବାହାର ଭିକାରୀକୁ କିଛି ମିଳିଗଲେ ସେ ଖୁସି ହୁଅନ୍ତି। ସୁଖ କାହାର କେମିତି? କେତେ ଲୋକ ମାଗିକିରି ଖୁସି ହୁଅନ୍ତି, କେତେ ଲୋକ ଦେଇକିରି ଖୁସି ହୁଅନ୍ତି, କେତେ ଲୋକର ଖୋଇକିରି ଖୁସି ହୁଅନ୍ତି, କେତେ ଲୋକ ଖାଇକିରି ଖୁସି ହୁଅନ୍ତି। କାହାର ସୁଖ କ'ଣ, କାହାର ଆନନ୍ଦ କ'ଣ ତାହା ବିଧାତା ଜାଣନ୍ତି। ତେଣୁ ଭିତର ଭିକାରୀ ପୂର୍ବ ସୁଖର 2 ଗୁଣ ସୁଖ ମାଗିଥାନ୍ତି। ଆଜ୍ଞା ପ୍ରଭୁ ଦୟା କରନ୍ତୁ, ମୋର 6ଟା ପୁଅଙ୍କ ପାଇଁ ମୁଁ ଯେଉଁ 12 ମହଲା କୋଠା କରିଥିଲି ଶେଷ ମହଲା ଛାତଟା ପଡ଼ିପାରୁନି, ପ୍ରଭୁ ଦୟା କର। ସେ ଗୋଟେ ଭିକାରୀ। ଆଉ ଯେଉଁ ଅଛନ୍ତି କ୍ଲର୍କ ଗୋଷ୍ଠୀ, ଲାଞ୍ଚ ଦିଅ ଫାଇଲ ପୁଟଅପ୍ କରିବି ନହେଲେ ନାହିଁ, ସେ ଗୋଟେ ଭିକାରୀ। ପ୍ରଭୁ ଆଜି ଏମିତି ଇନକମ୍ ବେଶୀ ହେଉ। ଏଇଭଳି ଭାବରେ ବହୁ ସମସ୍ତଙ୍କୁ ସୁଖ ମିଳିବ, ଯିଏ ଯେଉଁ ସୁଖ ଚାହୁଁଛନ୍ତି। ଭିକାରୀ ଠାରୁ ମହାଜନ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଖ ମିଳିବ। କଥା କ'ଣ କି ଆଜି ସମସ୍ତେ ସୁଖ ପ୍ରେମୀ, ଖାଦ୍ୟ ପେୟ, ସୁଖ ପ୍ରେମ, ଖାଦ୍ୟ ପେୟ, ନିଦ୍ରା, ସ୍ୱପ୍ନ, ପୋଷାକ ପତ୍ର, ଧନ ଜନ, ଗୋପ ଲକ୍ଷ୍ମୀ, ଯାହା ଯାହା ବ୍ୟକ୍ତି ପାଇଁ ଆବଶ୍ୟକ, ଯିଏ ଯେଉଁ ଜିନିଷ ପାଇଲେ ଆନନ୍ଦିତ ହେବ, ସୁଖୀ ହେବ, ମୀନ ରାଶିକୁ ଆଜି ତାହା ସବୁ ମିଳିବ। ସେସବୁ କେତେ ମିଳିବ ତାର କିଛି କାରଣ ଅଛି ନା। ଯେତିକି ପୁଣ୍ୟ ଅନୁସାରେ, କର୍ମ ଅନୁସାରେ, ଯୋଗ୍ୟତା ଅନୁସାରେ ଏସବୁ ସୁଖ ମିଳିବ ଆଉ ଆନନ୍ଦିତ ହେବେ। କେବଳ ରେବତୀ ନକ୍ଷତ୍ର ପାଇଁ ଟିକେ ଅସୁବିଧା ହେବ ସନ୍ଧ୍ୟା 6:20ରୁ, ଆଉ ନହେଲେ କିଛି ଅସୁବିଧା ନାହିଁ। ମୋ ବନ୍ଧୁ ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି କାଲି ଏହି ଦୈନିକ ରାଶି ଫଳକୁ ନେଇ ମୁଁ ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଏତିକି, ରହିଲି, ନମସ୍କାର।